ବୈଷ୍ଣୋଦେବୀରେ ଭୂସ୍ଖଳନ, ଏକ ମୃତ, 9 ଆହତ। ଜମ୍ମୁ ଓ କାଶ୍ମୀରର ବୈଷ୍ଣୋଦେବୀ ମନ୍ଦିର ଯାତ୍ରା ମାର୍ଗରେ ଭୟାନକ ଭୂସ୍ଖଳନ। ଏହି ଦୁଃଖଦ ଘଟଣାରେ ଜଣେ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଏବଂ 9 ଜଣ ଆହତ ହୋଇଛନ୍ତି। ଘଟଣା କଟରା ନିକଟରେ ବର୍ଷା ପରେ ଘଟିଛି। ସେନା ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି ଏବଂ ଅବସ୍ଥା ସ୍ଥିର। ଶ୍ରାଇନ୍ ବୋର୍ଡ ସମସ୍ତଙ୍କୁ ସହାୟତା ଯୋଗାଉଛି। ନୂଆପଡ଼ାରେ ଉଚ୍ଚସ୍ତରୀୟ ବାୟୁ ସ୍ୱାସ୍ଥ୍ୟ ସେବା ଡାକ୍ତର ଦଳ ଅଭିଯାନରେ ଯୋଜନା। ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇଁ ଓଡ଼ିଶା ସରକାରର ନୂଆ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଅନୁଯାୟୀ ମେଡିକାଲରୁ ଏକ ବିଶେଷଜ୍ଞ ଡାକ୍ତର ଦଳ ଏବେ ନୂଆପଡ଼ା ଜିଲ୍ଲାକୁ ପଠାଯାଇଛି। ଏହି ଦଳ ଏଣ୍ଡୋକ୍ରାଇନୋଲୋଜି, ନେଫ୍ରୋଲୋଜି, ନ୍ୟୁରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନ୍ୟୁରୋଲୋଜି ଏବଂ କାର୍ଡିଓଲୋଜି ଭଳି ବିଭାଗର ଖ୍ୟାତିନାମା ବିଶେଷଜ୍ଞମାନେ ଅଛନ୍ତି। ଏହି ଶିବିର ମାଧ୍ୟମରେ 632 ତାଲିକାଭୁକ୍ତ ରୋଗୀଙ୍କୁ ଚିକିତ୍ସା ସହିତ ସୁପର ସ୍ପେଶାଲିଷ୍ଟ ପରାମର୍ଶ ମିଳିବ। 24 ଜୁଲାଇ ପର୍ଯ୍ୟନ୍ତ ଏହି ସେବା ଚାଲିବ। ଏହାଦ୍ୱାରା ଦୂରାନ୍ତ ଅଞ୍ଚଳର ଲୋକମାନେ ପାଇବେ ରାଜ୍ୟର ଶ୍ରେଷ୍ଠ ଡାକ୍ତରଙ୍କ ଦ୍ୱାରା ସେବା। ଓଡ଼ିଶାରେ ପ୍ରଥମ ଏଭିଏସନ୍ ସେଣ୍ଟର। ଏହି ବିମାନ ନୀତି ବଦଳିଦେଲା ଇତିହାସ। ଓଡ଼ିଶା ବିମାନ ଚଳାଚଳରେ ଏକ ନୂଆ ଅଧ୍ୟାୟ। ସରକାରଙ୍କ ଗନ୍ତବ୍ୟ ନୀତି ଫଳରେ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ମରାମତି ଏବଂ ରକ୍ଷଣାବେକ୍ଷଣ ସେଣ୍ଟର ସ୍ଥାପିତ ହେବାକୁ ଯାଉଛି। ଏହି ପଦକ୍ଷେପ ଓଡ଼ିଶାକୁ ଏଭିଏସନ୍ ମାନଚିତ୍ରରେ ଏକ ନୂତନ ପରିଚୟ ଦେଇଛି। ଦୁବାଇ ଓ ଆବୁଧାବି ସହିତ ସିଧା ବିମାନ ଚଳାଚଳ ଆରମ୍ଭ ହୋଇଛି ଏବଂ ଝାରସୁଗୁଡ଼ା, ଗୋଆ, ଡେରାଡୁନ୍ ଭଳି ନୂଆ ରୁଟ୍ ଯୋଗ ହୋଇଛି। ପୁରୀ ବିମାନବନ୍ଦର ପାଇଁ ଡିଜିଟାଲ ଜୋନିଂ ମ୍ୟାପ୍ ଲଞ୍ଚ ହୋଇଛି, ଯାହା ଓଡ଼ିଶାର ଭବିଷ୍ୟତ ବିମାନ ଦୃଷ୍ଟିକୋଣକୁ ଆଉ ମଜବୁତ କରିଛି। ଓଡ଼ିଶା ବଦଳୁଛି, ଆଗକୁ ବଢ଼ୁଛି ଏବଂ ଆସୁଛି ନୂଆ ଉଡ଼ାଣ। ପୁରୀ ଯିବାକୁ ଚାହୁଁଛନ୍ତି? ଅନଲାଇନ୍ ବୁକିଂ କରୁଛନ୍ତି? ସତର୍କ ହୁଅନ୍ତୁ। ଓଡ଼ିଶା ଦ୍ୱାରା ଏକ ନକଲି ବୁକିଂ ୱେବସାଇଟ୍ ଚଳାଇଥିବା ଅଭିଯୋଗରେ ରାଜସ୍ଥାନରୁ 2 ଜଣ ଠକଙ୍କୁ ଗିରଫ କରାଯାଇଛି। ଏହି ଠକମାନେ ୱେବସାଇଟ୍ ବନାଇ ପର୍ଯ୍ୟଟକଙ୍କୁ ଠକୁଥିଲେ। ଆପଣ ମଧ୍ୟ ଏଭଳି ମାୟାଜାଲରେ ଫସିନାହାନ୍ତୁ। ପୋଲିସ ପକ୍ଷରୁ ସତର୍କ ସନ୍ଦେଶ। ଅନଲାଇନ୍ ବୁକିଂ ପୂର୍ବରୁ ସତ୍ୟ ପାଇଁ ତଥ୍ୟ ଯାଞ୍ଚ କରନ୍ତୁ। ମୁମ୍ବାଇ ବିସ୍ଫୋରଣ ମାମଲା, 12 ଜଣ ଦୋଷମୁକ୍ତ, ଓଏସି ଓଲଠା ଦେଲେ। 2006 ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ 199 ମୃତ, 800 ଆହତ। 19 ବର୍ଷ ପରେ ବମ୍ବେ ହାଇକୋର୍ଟ 12 ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲା। ଅଭିଯୋଜକ ପକ୍ଷ ପ୍ରମାଣ ଦେଇପାରିଲେନି। ହାଇକୋର୍ଟ 18 ବର୍ଷ ଧରି ଜେଲରେ ଥିଲେ ନିର୍ଦ୍ଦୋଷ ମୁସଲିମ ଯୁବକ। ସଭାପତି ଅସଦୁଦ୍ଦିନ ଓୱେସି କହିଛନ୍ତି, ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ? 18 ବର୍ଷ ଜେଲରେ ଅପରାଧ ନ କରି ରହିଲେ ଏହା କ'ଣ ନ୍ୟାୟ? ନିର୍ଦ୍ଦୋଷମାନେ ଶେଷରେ ଖଲାସ ହେଲେ, କିନ୍ତୁ ଜୀବନ ତ ବିନଷ୍ଟ। ଢାକା, ବାଂଲାଦେଶ, ଏକ ବିଭୀଷିକା। ଆଜି ଦିନଦୁପୁରେ ବାଂଲାଦେଶ ବାୟୁସେନାର ଏକ ଟ୍ରେନିଂ ବିମାନ ବିଧ୍ୱସ୍ତ ହୋଇ ଏକ ବିଦ୍ୟାଳୟ ଉପରେ ଧସି ପଡ଼ିଛି। ବିମାନ ଧସିବା ପରେ ମିଲଷ୍ଟୋନ୍ ସ୍କୁଲ ଏବଂ କଲେଜର ଅଗ୍ରଭାଗରେ ଆଗ ଲାଗିଥିଲା। ଚାଇନାରେ ତିଆରି ବିନାଶାତ ବିମାନ ବିପର୍ଯ୍ୟୟକର ଭାବେ 1:30 ବେଳେ ଧସିଥିଲା। ଏକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି, ଅନେକ ଜଣ ଆହତ ହୋଇଛନ୍ତି। 4 ଆହତଙ୍କୁ ବାୟୁସେନା ହେଲିକପ୍ଟର ଦ୍ୱାରା ସେନା ହସ୍ପିଟାଲକୁ ନିଆଯାଇଛି। 8ଟି ଫାୟାର ୟୁନିଟ୍, ସେନା ଦଳ ଏବଂ କଲେଜ ଷ୍ଟାଫ୍ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ, ଆହତଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଉଛି। ଏହି ଦୁର୍ଘଟଣା ଦେଶକୁ ଅସ୍ତବ୍ୟସ୍ତ କରିଦେଇଛି। 3 ବର୍ଷୀୟ ପାଇଁ ପ୍ରଥମ ମେରିଟ୍ ତାଲିକା ଘୋଷିତ। 2025 ବିନା 26। ଭୁବନେଶ୍ୱର ଉଚ୍ଚଶିକ୍ଷା ବିଭାଗ ଘୋଷଣା। 2025 ବିନା 26 ଅକାଦେମିକ୍ ସେସନ୍ ପାଇଁ 3 ବର୍ଷୀୟ କୋର୍ସର ମେରିଟ୍ ତାଲିକା ପ୍ରକାଶିତ ହୋଇଛି। ମୋଟ 2207 ଆବେଦନ ମଧ୍ୟରୁ କେବଳ 360 ଜଣ ଛାତ୍ର ଚୟନିତ। 3ଟି ପ୍ରମୁଖ ବିଦ୍ୟାଳୟ: ୟୁନିଭର୍ସିଟି ଲ କଲେଜ ଭୁବନେଶ୍ୱର 82, 23; ମଧୁସୂଦନ ଲ ୟୁନିଭର୍ସିଟି କଟକ 79, 42; ଲିଙ୍ଗରାଜ ଲ କଲେଜ ବ୍ରହ୍ମପୁର 75, 13। 206 ପୁରୁଷ ଏବଂ 154 ମହିଳା ଛାତ୍ର ଅନ୍ତର୍ଭୁକ୍ତ। ଭର୍ତ୍ତି ତାରିଖ ଜୁଲାଇ 22ରୁ 24, ସକାଳ 10ଟା, ସନ୍ଧ୍ୟା 5ଟା। ବିକଳ୍ପ ନେଇଥିବା ଛାତ୍ରମାନେ ଅନଲାଇନ୍ ଫିସ୍ ଦେଇ ଆବଶ୍ୟକ କାଗଜପତ୍ର ସହିତ ନିର୍ଦ୍ଧାରିତ ବିଦ୍ୟାଳୟକୁ ଯୋଗାଯୋଗ କରିବେ। ବିକଳ୍ପ ନେଇଥିବା ଛାତ୍ରମାନେ ଅନଲାଇନ୍ରେ ଫିସ୍ ଦେବେ, କିନ୍ତୁ ପ୍ରଥମ ଚରଣରେ ରିପୋର୍ଟ କରିବା ଦରକାର ନାହିଁ। ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଏବଂ ବୈତାନ୍ୟ କମ୍ୟୁନିଷ୍ଟ ନେତା ଏସ୍. ଅଚ୍ୟୁତାନନ୍ଦନଙ୍କ ପରଲୋକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶୋକାଭିବ୍ୟକ୍ତ। କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କମ୍ୟୁନିଷ୍ଟ ନେତା ଏସ୍. ଅଚ୍ୟୁତାନନ୍ଦନଙ୍କ 101 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଥିରୁବନନ୍ତପୁରମର ଗୋଟିଏ ବେସରକାରୀ ହସ୍ପିଟାଲରେ ଅନୁଚିକିତ୍ସାଧୀନ ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି ବୋଲିଛନ୍ତି, ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଏସ୍. ଅଚ୍ୟୁତାନନ୍ଦନଙ୍କ ପରଲୋକ ଖବର ଶୁଣି ଦୁଃଖିତ। ପରିବାର ଓ ଭକ୍ତମାନଙ୍କୁ ଗଭୀର ସମବେଦନା। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଶାଶ୍ୱତ ଶାନ୍ତି ଦିଅନ୍ତୁ। ଓମ୍ ଶାନ୍ତି। ଯାଜପୁର ହକି କୋଚ୍ ସହିତ 3 ଜଣ ନାବାଳିକା ଉପରେ ଗଣବଳାତ୍କାର, 3 ଅଭିଯୁକ୍ତ ଅଟକ। ଯାଜପୁରରେ ଜଣେ ନାବାଳିକା ଝିଅ ଉପରେ ଜଣେ ହକି କୋଚ୍ ସାର୍ଥକ ଏବଂ ତାଙ୍କ ସହଯୋଗୀ ସନ୍ଦୀପ ଓ ସାଗର ମିଳି ଗଣବଳାତ୍କାର କରିଥିବା ଅଭିଯୋଗ ମିଳିଛି। 3 ଜଣ ଅଭିଯୁକ୍ତଙ୍କୁ ପୋଲିସ ଅଟକ କରିଛି। ପୋକ୍ସୋ ଓ ବିଏନ୍ଏସ୍ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ମାନବାଧିକାର ଓ କ୍ରୀଡ଼ା ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
ଝାରସୁଗୁଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଶସ୍ତ୍ର ଡାକାତି। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଧୀନବିନା 49 ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଆଜି ଦିନଦହାଡ଼େ 3 ଜଣ ଶସ୍ତ୍ରଧାରୀ ଡାକାତି କରିଛନ୍ତି। ଦୁଷ୍କୃତମାନେ ହେଲମେଟ୍ ପିନ୍ଧି ଗୁଳି ଦେଖାଇ ଟଙ୍କା ଲୁଟିଛନ୍ତି। ଠିକ୍ କେତେ ଟଙ୍କା ଲୁଟି ନିଆଯାଇଛି ସେଥିପାଇଁ ନିଷ୍ପତ୍ତି ହେବା ବାକି। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛତିଶଗଡ଼ ସୀମା ଦିଗକୁ ଦୁଷ୍କୃତମାନେ ପଳାଇଥିବା ସନ୍ଦେହରେ ରାସ୍ତା ସିଲ୍ କରାଯାଇଛି। ପ୍ଲାଣ୍ଟ ସାଇଟ୍ରେ ଚୋରି ଓ ଲୁହା ସ୍କ୍ରାପ୍ ଚାଲାଣ ଗ୍ୟାଙ୍ଗ ଧରା। ସୁନ୍ଦରଗଡ଼ ଜିଲ୍ଲାର ପ୍ଲାଣ୍ଟ ସାଇଟ୍ ପୋଲିସ ଏକ ଗମ୍ଭୀର ଅପରାଧିକ ସିଣ୍ଡିକେଟ୍ର ଖୋଲାସା କରିଛି। ଏକାଧିକ ମୋଟରସାଇକେଲ ଚୋରି ଓ ଲୁହା ସ୍କ୍ରାପ୍ ଚୋରାଚାଲାଣ ମାମଲାରେ 7 ଜଣଙ୍କୁ ଗିରଫ କରାଯାଇଛି। ମାମଲାରେ ଟି ମୋଟରସାଇକେଲ, ବିଭିନ୍ନ ଚୋରି ସ୍ପେୟାର ପାର୍ଟସ୍, ବୋଲେରୋ ପିକ୍ ଅପ୍ ଏବଂ 1690 କି ଗ୍ରା ଚୋରି ଲୁହା ସ୍କ୍ରାପ୍ ଜବତ ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।